सर्वप्रथमे पिता पुत्र पवित्र आत्माଙ୍କର ଗୌରବ ହଉ। ପୁଣି ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଏହି ସମୟରେ ଈଶ୍ୱରଙ୍କର ବାକ୍ୟ ମଧ୍ୟରୁ କିଛି ସମୟ ଆଲୋଚନା କରିବା। ଯାହା ଲେଖାଯାଏ ମାର୍କ ପୁସ୍ତକ ତାର 4 ପର୍ବ ତାର 22 ପଦ। ମାର୍କ ପୁସ୍ତକ 4:22 ପଦ। କାରଣ ପ୍ରକାଶିତ ନ ହେବା ଉଦ୍ଦେଶ୍ୟରେ କିଛି ଗୁପ୍ତ ନାହିଁ, ଆଉ ଯାହା ଗୁପ୍ତ ହୋଇଅଛି ତାହା ପ୍ରକାଶିତ ହେବା ଉଦ୍ଦେଶ୍ୟରେ ଗୁପ୍ତ ହୋଇଅଛି। ପଠିତ ବାକ୍ୟର ପ୍ରଭୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ଧନ୍ୟବାଦ ଅଛୁ, ବାକ୍ୟ ପାଠ କରୁଛୁ, ବୁଝିବା ପାଇଁ ଶକ୍ତି ପ୍ରଦାନ କର। ସାହାଯ୍ୟକାରୀ ଆତ୍ମା ପଠାଇ ତାହା ବୁଝିବ, ପାଳନ କରିବ। ସାହାଯ୍ୟ କର, ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ପ୍ରଶଂସା ଗୌରବ ହଉ। ପ୍ରଭୁ ଆଜି ମଧ୍ୟ ଆମମାନଙ୍କୁ ଗୋଟିଏ ବାକ୍ୟ ଆଲୋଚନା କରିବା ନିମନ୍ତେ ଦେଇଅଛନ୍ତି। ଯାହା ଲେଖାଯାଏ ଯେ ଯାହା ସବୁ ଗୁପ୍ତ ହୋଇଅଛି, ଯାହା ସବୁ ଆଉ ଲୋକ ଆଗରେ ପ୍ରକାଶିତ ହୋଇଯାଏ, ଯେଉଁ ବିଷୟ ଲୋକ ଜାଣିନାହାନ୍ତି, ଆଉ ସେ ବିଷୟ ଗୁପ୍ତ ହୋଇଅଛି ଆଉ ପ୍ରକାଶିତ ହେବା ନିମନ୍ତେ, ଆଉ ଗୁପ୍ତ ବିଷୟ ପ୍ରକାଶିତ ହେବା ନିମନ୍ତେ ଗୁପ୍ତ ହୁଏ। ଆମେ ଜାଣୁ ଯେ ମଞ୍ଜି ମୃତ୍ତିକାରେ ପୋତିଲେ ସେ ଦିନେ ଗଜା ହେବ। ଆଉ ସେଇ ପ୍ରକାରେ ମନୁଷ୍ୟ ଜୀବନରେ ଯେଉଁ ସବୁ ବିଷୟ, ଯେଉଁ ସବୁ ଏହି ଜଗତ ମଧ୍ୟରେ ଆମ୍ଭେମାନେ କର୍ମ କରୁଅଛୁ, ପ୍ରକାଶିତରେ ପୁଣି ଗୁପ୍ତରେ, ଆଉ ଯାହା ସବୁ ଗୁପ୍ତରେ କରାଯାଏ ତାହା ପ୍ରକାଶିତ ହେବା ନିମନ୍ତେ କରାଯାଏ। ଆଉ ଅନେକ ବିଷୟ ତାହା ପ୍ରକାଶରେ କରାଯାଏ, ଲୋକମାନଙ୍କ ସମ୍ମୁଖରେ ଆଉ ସମସ୍ତଙ୍କ ଆଗରେ କରାଯାଏ। ଆଉ ଯାହା ଗୁପ୍ତ ହୁଏ ତାହା ଆଉ ଶେଷରେ ପ୍ରକାଶ ପାଏ। ତେଣୁ ବାକ୍ୟରେ ଲେଖାଯାଏ, ପ୍ରକାଶିତ ନ ହେବା ଉଦ୍ଦେଶ୍ୟରେ କିଛି ବି ଗୁପ୍ତ ନାହିଁ, କିଛି ଲୁଚା ଯାଇ ନାହିଁ। ଆଉ ଯଦି ବା ଗୁପ୍ତ ଅଛି ତାହା ପ୍ରକାଶିତ ହେବ। ତେଣୁ ଆମେ ଦେଖୁ ସଦାପ୍ରଭୁ ଆଉ ଯଦି ଆମ୍ଭମାନଙ୍କର ପାପ ଭୁଲ ଆଉ ଗୁପ୍ତ ହେଲେ ମଧ୍ୟ ଦେଖିପାରନ୍ତି। ତେଣୁ ଯେଉଁ ବିଷୟ ପାପ, ଯେଉଁ ବିଷୟ ଭୁଲ, ଯେଉଁ ବିଷୟ ଲୋକମାନେ ମଧ୍ୟ ପସନ୍ଦ କରନ୍ତି ନାହିଁ, ପ୍ରଭୁଙ୍କର ଦୃଷ୍ଟିରେ ମଧ୍ୟ ଭୁଲ, ଆଉ ସେ ବିଷୟ ଗୁପ୍ତରେ କରାଯାଏ। ଆଉ ଜଗତ ମଧ୍ୟରେ ଅନେକ ବିଷୟ ଗୁପ୍ତରେ ଚାଲୁଅଛି, ଆଉ ତାହା ପ୍ରକାଶିତ ହେବ। ତେବେ ଆମେ ଯଦି କୌଣସି ବିଷୟ ଗୁପ୍ତରେ, ଆମ୍ଭମାନଙ୍କର ଚିନ୍ତାଧାରା, ଆମମାନଙ୍କର କାର୍ଯ୍ୟକଳାପ, ଆମମାନଙ୍କର ପ୍ରତି କ୍ଷେତ୍ରରେ ହୋଇପାରେ, ଆପଣଙ୍କର ପରିବାର ମଧ୍ୟରେ କିମ୍ବା ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ, ସମାଜରେ, ଯେକୌଣସି ସ୍ଥାନରେ ଯଦି କୌଣସି ପ୍ରକାର ଗୁପ୍ତର କାର୍ଯ୍ୟ କରୁଛନ୍ତି, ଗୁପ୍ତ ବିଷୟ ଆପଣଙ୍କ ଠାରେ ଅଛି, ଆଉ ସେଇଟା ପ୍ରକାଶିତ ହେବ। ଆପଣ କିମ୍ବା ମୁଁ ତାହା ଭାବିବା ନାହିଁ ଏଇଟା ଗୁପ୍ତରେ ହୋଇଛି, କେହି ଜାଣିନାହାନ୍ତି, ଆଉ ଏହା ପ୍ରକାଶ ପାଇବ ନାହିଁ, ଏଇଟା କେବେ ଭାବିବା ନାହିଁ। ପ୍ରଭୁ ଆମମାନଙ୍କୁ କହୁଛନ୍ତି, ଯୀଶୁ ଖ୍ରୀଷ୍ଟ କହିଲେ ଯେ ପ୍ରକାଶିତ ନ ହେବା ଉଦ୍ଦେଶ୍ୟରେ କିଛି ବି ଗୁପ୍ତ ନାହିଁ, ସବୁ ଗୁପ୍ତ ଅଛି, ପ୍ରକାଶିତ ହେବା ଉଦ୍ଦେଶ୍ୟରେ ହିଁ ଗୁପ୍ତ ଅଛି। ତେଣୁ ଏଇଠି ଦେଖୁ ଯେ ଯାହା ଗୁପ୍ତ ଅଛି, ଯାହା ପାପ, ଭୁଲ, ଅନ୍ୟାୟ, ଅତ୍ୟାଚାର ଗୁପ୍ତରେ କରାଯାଇଅଛି, ତାହା ଯଦି ଆମେ ସ୍ୱୀକାର କରୁ, ତେବେ ତାହା ଶେଷରେ ଆଉ ପ୍ରକାଶିତ ହେବ ନାହିଁ। ତାହା ବାକ୍ୟ ଅନୁସାରେ ଯେଶାୟା 1:18 ଲେଖାଯାଏ, ସେହି ପାପ, ସେହି ଭୁଲ ସିନ୍ଦୁର ବର୍ଣ୍ଣ ପରି ହେଲେ ମଧ୍ୟ ଆଉ ହିମବର୍ଣ୍ଣ ପରି ଶୁକ୍ଳବର୍ଣ୍ଣ ହେବ। ହିମ ପରି ଶୁକ୍ଳବର୍ଣ୍ଣ ହେବ। ଆପଣଙ୍କର ଯେଉଁ ଗୁପ୍ତ ବିଷୟ, ଆପଣଙ୍କର ଯେଉଁ ଭୁଲ ବିଷୟ, ଯାହାକି ଲୋକ ଆଗରେ ପ୍ରକାଶ କରିପାରିନାହାନ୍ତି, ପରିବାରରେ ପ୍ରକାଶ କରିପାରିନାହାନ୍ତି, ଆପଣଙ୍କର ଯେକୌଣସି ବ୍ୟକ୍ତି ପାଖରେ ମଧ୍ୟ ଆପଣ ତାହାର ପରିଚୟ ବା ପ୍ରକାଶ କରିପାରିନାହାନ୍ତି, ସେଇ ଗୁପ୍ତ ବିଷୟକୁ
ସବୁଦିନ ପାଇଁ ଲୁଚି ଯିବା ପାଇଁ, ସବୁଦିନ ପାଇଁ ପ୍ରକାଶିତ ନ ହେବା ପାଇଁ, ତାହା ଲିଭି ଯିବା ପାଇଁ ଗୋଟିଏ ଉପାୟ ଯେ ପରମେଶ୍ୱର କହନ୍ତି ଯିଶାୟ 18ରେ, ତୁମ୍ଭମାନଙ୍କର ପାପ ଆଉ ଭୁଲ ବିଷୟ ପାପ ବିଷୟ ହିଁ ଗୁପ୍ତରେ ରହେ କରାଯାଏ। ତେଣୁ ସିନ୍ଦୁର ବର୍ଣ୍ଣ ପରି ହେଲେ ହିମ ପରି ଶୁକ୍ଳ ବର୍ଣ୍ଣ ହେବ। ପ୍ରଭୁଙ୍କର ଗୌରବ ହଉ। ଆମେ ବାକ୍ୟରେ ଦେଖୁ ଯେ ଗୀତ ସଂଗୀତାରେ ଦାଉଦ ମଧ୍ୟ କହନ୍ତି, ତାର 51 ଗୀତ ସଂଗୀତ 51 7 ପଦ, ଏସବୁ ଦେଇ ଆଉ ମୋତେ ସୂଚି କର ବୋଲି ଲେଖାଯାଏ। ଆଉ ପ୍ରକ୍ଷାଳନ କର, ହିମଠାରୁ ଶୁକ୍ଳ ହେବି। ଆଉ ସୂଚି ହେବା ନିମନ୍ତେ ପୁରା କାଳରେ ଏସବୁ ବୃକ୍ଷର ଡାଳରେ ଆଉ ପାଣିରେ ବୁଡ଼ାଇ ତାହାକୁ ଛିଞ୍ଚନ କରୁଥିଲେ। ଅଶୁଚି ପଦାର୍ଥ ଉପରେ ସୂଚି ହେବା ନିମନ୍ତେ ଯେଉଁମାନେ ପାପ କର୍ମ କରିଛନ୍ତି ସେମାନେ ସୂଚି ହେବା ନିମନ୍ତେ ଏସବୁ ବୃକ୍ଷର ଡାଳ ଆଉ ତାହା ଛିଞ୍ଚନ କରୁଥିଲେ ପାଣିରେ ବୁଡ଼ାଇ। ତେଣୁ ଆଜି ମଧ୍ୟ ଆମ୍ଭେ ଯଦି ପାପରୁ ଗୁପ୍ତ ବିଷୟରୁ ଆମ୍ଭେମାନେ ଯେପରିକି ପୃଥକ ରହିବା ଆଉ ସେଥିରୁ ଆମେ ମୁକୁଳିବା ବା କ୍ଷମାପ୍ରାପ୍ତ ହେବା, ସେଥିପାଇଁ ପ୍ରଭୁଙ୍କ ନିକଟରେ ଆମମାନେ ପ୍ରାର୍ଥନା କରିବା। ଆଉ ଏହି ବାକ୍ୟ ଅନୁସାରେ ଆମ୍ଭେମାନେ ପ୍ରଭୁଙ୍କ ନିକଟକୁ ଯିବା। ଯେପରି ଲେଖାଯାଏ, ସଦା ପ୍ରଭୁଙ୍କ ବାକ୍ୟ ଅନୁସାରେ ଏପରି କୌଣସି ଗୁପ୍ତ ବିଷୟ ନାହିଁ। ଅନେକ ଲୋକ ଗୁପ୍ତ ବିଷୟରେ ଆଉ ଗୁପ୍ତ ବିଷୟ ସବୁ କଲେ ଆଉ ଶେଷରେ ପ୍ରକାଶ ହେଲା। ଏବେ ଆପଣଙ୍କର କିମ୍ବା ମୋର ଗୁପ୍ତ ବିଷୟ ପ୍ରଭୁଙ୍କ ଆଗରେ ପ୍ରକାଶ କରିବା। ଆଉ ଯେଉଁଠାରେ ଆବଶ୍ୟକ, ଯାହାକି କ୍ଷମା ହେଇପାରେ, ହିମ ପରି ଶୁକ୍ଲବର୍ଣ୍ଣ ହୋଇପାରେ, ସେହି ସ୍ଥାନରେ ପ୍ରକାଶ କରିବା। ତେଣୁ ସବୁଦିନ ପାଇଁ ତାହା ଲିଭିଯିବ, ସବୁଦିନ ପାଇଁ ତାହା ରହିବ ନାହିଁ, ଶେଷରେ ପ୍ରକାଶିତ ହେବ ନାହିଁ। ଯଦି ଆପଣ କିମ୍ବା ମୁଁ ଗୁପ୍ତରେ ରଖିଅଛୁ ଆଉ ପ୍ରକାଶ ପାଇବ, ଆଜି ନହେଲେ କାଲି ସର୍ବ ଜାତି ନିକଟରେ ମଧ୍ୟ ପ୍ରକାଶ ପାଇବେ, ଜଗତରେ ପ୍ରକାଶ ପାଇବ, ପୁଣି ଯୀଶୁଙ୍କ ବିଚାର ଦିନରେ ସମସ୍ତ ଜାତି ନିକଟରେ ପ୍ରକାଶ ପାଇବ। ତେଣୁ ଏହି ବାକ୍ୟ ଅନୁସାରେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ ଯେ ଆମେ ଏପରି କୌଣସି ଗୁପ୍ତ ବିଷୟ ରଖିବା ନାହିଁ, ଯାହାକି ଆମ୍ଭେମାନେ ଶେଷରେ ପ୍ରକାଶିତ ହେବ ଆଉ ଆମେ ଲଜ୍ଜିତ ହେବୁ, ପ୍ରଭୁଙ୍କ ଆଗରେ ଠିଆ ହୋଇପାରିବୁ ନାହିଁ, ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବୁ ନାହିଁ। ଆପଣଙ୍କୁ ମୋତେ ଆଜି ଏହି ବାକ୍ୟ ଅନୁସାରେ କୌଣସି ପ୍ରକାର ଗୁପ୍ତ ବିଷୟ, ଯାହା ପାପ, ଭୁଲ, ଅନ୍ୟାୟ, ଅତ୍ୟାଚାର, ଯାହା ଅଧର୍ମ, ଯାହା ଅନ୍ୟର କ୍ଷତି କରେ, ଅନ୍ୟର ବାଧା ଜନ୍ମାଏ, ଅନ୍ୟ ନିମନ୍ତେ ବାଧାର କାରଣ ହୁଏ, ସେହି ପ୍ରକାର ଗୁପ୍ତ ବିଷୟ ଆମେ କେବେ ମଧ୍ୟ ରଖିବା ନାହିଁ। ପ୍ରଭୁ ଆପଣଙ୍କୁ ମୋତେ ଆଶୀର୍ବାଦ କରନ୍ତୁ। ଏହି ବାକ୍ୟ ଅନୁସାରେ ସମସ୍ତ ବିଷୟ ଯେ ପ୍ରକାଶିତ ହେବ, ଏହା ବିଶ୍ୱାସ କରିବା। ଆଉ ଆମେ ଯାହା ବି କରିବା ଗୁପ୍ତରେ ନାହିଁ, ପ୍ରକାଶ୍ୟରେ, ଅର୍ଥାତ୍ ସମସ୍ତଙ୍କର ସମ୍ମୁଖରେ ପ୍ରଭୁ ଗୌରବ ପାଇବେ ଆଉ ଶୈତାନ ଲଜ୍ଜିତ ହେବ ଆଉ ସମସ୍ତ ଗୁପ୍ତ ବିଷୟ ପରିତ୍ୟାଗ କରିବା। ଏହି ବାକ୍ୟ ଦେଇ ଆପଣଙ୍କୁ ମୋତେ ପ୍ରଭୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଏହା ଆମ୍ଭେମାନେ ପାଳନ କରିପାରିବା। ପବିତ୍ର ଆତ୍ମା, ସାହାଯ୍ୟକାରୀ ଆତ୍ମା, ସତ୍ୟମୟ ଆତ୍ମା ଆଉ ଯେ ପଥ କଢ଼ାଇବେ, ସେହି ପବିତ୍ର ଆତ୍ମାଙ୍କର ଶକ୍ତି ଦେଇ ସାହାଯ୍ୟ କରନ୍ତୁ। ଆମେନ୍।